हेलो फ्रेंड्स, आपणମାନଙ୍କର ପ୍ରିୟ ଧାରାବାହିକ ସିଂହଦ୍ୱାରର ଆଗାମୀ ଅଧ୍ୟାୟରେ କ'ଣ ହେବାକୁ ଯାଉଛି ତାହା ଜାଣିବା ପାଇଁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ରୂପେ ଦେଖନ୍ତୁ। ଭିଡ଼ିଓଟି ପସନ୍ଦ ଲାଗିଲେ ଭିଡ଼ିଓଟି ଲାଇକ୍ କରିବା ସହିତ ଆମ ଚ୍ୟାନେଲରେ ଯଦି ନୂଆ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏମିତି ନୂଆ ନୂଆ ଅପଡେଟ୍ ସର୍ବପ୍ରଥମେ ପାଇବା ପାଇଁ। ଦର୍ଶକ ବନ୍ଧୁ, ଆପଣମାନେ ଦେଖିଛନ୍ତି କୁନା ଓ ଆଶା ବାହାରିଛନ୍ତି ଗାଁକୁ ଯିବା ପାଇଁ ଓ ଆଶାଙ୍କ ମା କହୁଛନ୍ତି ସେ ଗାଁକୁ ଗଲେ ନାରାୟଣ ଗୋସାଇଙ୍କ ପାଖରେ ଯାହା ବି ମାନସିକ କରିବୁ ତାହା ନିଶ୍ଚିନ୍ତ ପୂର୍ଣ୍ଣ ହେବ। କିନ୍ତୁ କୁନା କହୁଛନ୍ତି ନା, ମୁଁ ସେଠାରେ କିଛି ବି ମାନସିକ ପୂର୍ଣ୍ଣ କରିବିନି। ଯଦି ଆଶା କିଛି କରିବାର ଅଛି ତାହେଲେ ସେ କରିବ। ଓ ପରେ ଆଶା କହୁଛନ୍ତି ହଁ, ମୁଁ ଏମିତି ଗୋଟିଏ ମାନସିକ କରିବି ଯାହା ଶୁଣି ଠାକୁର ଭାବିବେ ଏ ଝିଅ ବହୁତ ଆଶ୍ଚର୍ଯ୍ୟ ଜିନିଷ ମାଗୁଛି। ଓ ପରେ କୁନା କହୁଛନ୍ତି ତୁ ଏମିତି କ'ଣ ମାଗିବୁ କି? କିନ୍ତୁ ଆଶା କହୁଛନ୍ତି ନା, ମୁଁ କେବେ ବି କହିବିନି। ସେପଟେ ଚଟ ତାଙ୍କ ଭଣଜାଙ୍କ ସହିତ ଯାଉଛନ୍ତି ଗାଡ଼ିରେ ଓ ସେ କହୁଛନ୍ତି ମୁଁ ପୋଲିସ ଷ୍ଟେସନ ଯିବିନି, କାହିଁକି ନା ଜେଲକୁ ଯିବାର ଭୟ ତୋଠାରେ ନାହିଁ କିନ୍ତୁ ମୋ ଠାରେ ଫୁଲ୍ ଅଛି। କିନ୍ତୁ ମନେ ରଖ, ମୁଁ ଜେଲ ଗଲେ ତୁ ନିଶ୍ଚିନ୍ତ ଫସିଯିବୁ। ଦର୍ଶକ ବନ୍ଧୁ, ଇଏ ତ ଥିଲା ଆଜିର ଅଧ୍ୟାୟ। ଆଗାମୀ ଅଧ୍ୟାୟରେ ଆପଣ ଦେଖିବାକୁ ପାଇବେ ସୋହନ କସ୍ତୁରୀକୁ କହୁଛନ୍ତି ତମ ଘରେ ମୋତେ ଜ୍ୱାଇଁ ବୋଲି ସ୍ୱୀକାର କରିଛନ୍ତି, କିନ୍ତୁ ତମେ ମୋତେ ଏଯାଏଁ ସ୍ୱାମୀ ବୋଲି ଗ୍ରହଣ ବି କରିନ।